ସମସ୍ତେ ଦେଖିଛନ୍ତି କି ପ୍ରକାର ମାଡ଼ ମାରିଛନ୍ତି। ପିଠି ନାଲି ପଡ଼ି ଫାଟି ଯାଇଛି। ତାଙ୍କୁ ନେଇକି ଗଲୁ, ମୁଣ୍ଡ ଫାଟିକି ଜଣଙ୍କର 8ଟା ଷ୍ଟିକ୍, ଜଣଙ୍କ 6ଟା, ଆଉ ଜଣଙ୍କ 4ଟା। ଖଣି ଚୋରି ପଇସା ପାଇଗଲେ, ନୂଆ ନୂଆ ଏମଏଲଏ ନୂଆ ପଇସା ପାଇଗଲେ, ସାହସ ବଢ଼ିଗଲା ଏବଂ ଉପରେ ପଛରେ ହାତ ରହିଲା, ପୋଲିସକୁ ପକେଟରେ ପୁରେଇଲେ ଏବଂ ଆଙ୍କର ଯେ ବିଜେପି ସରକାର ଟୋଟାଲି ଘଣ୍ଟ ଗୁଡ଼ି ରଖୁଛି ତାକୁ। ଆପଣମାନେ ମିଡ଼ିଆ ବନ୍ଧୁମାନେ ଅଛନ୍ତି, ଆପଣ ସମାଜର ସଜାଗ ପ୍ରହରୀ। ଆପଣମାନେ ଯଦି ଗତକାଲିର ଆସିଥିବେ ଯେଉଁମାନେ ଗୋଟେ ଦେଖିଥିବେ, କାଲି ମଧ୍ୟ ଯଥେଷ୍ଟ ମିଡ଼ିଆ ଆସିଥିଲେ, ସମସ୍ତେ ଦେଖିଛନ୍ତି କି ପ୍ରକାର ମାଡ଼ ମାରିଛନ୍ତି। ପିଠି ନାଲି ପଡ଼ି ଫାଟି ଯାଇଛି। ତାଙ୍କୁ ନେଇକି ଗଲୁ, ମୁଣ୍ଡ ଫାଟିକି ଜଣଙ୍କର 8ଟା ଷ୍ଟିକ୍, ଜଣଙ୍କ 6ଟା, ଆଉ ଜଣଙ୍କ 4ଟା। ତାଙ୍କୁ ଏସ୍ସିବି ମେଡ଼ିକାଲରୁ ଆମେ ରାତିରେ ପୁଣି ଷ୍ଟିଚ୍ ପିଚ୍ କରିକି ରାତିରେ ନେଇକି ଆଇଲୁ ଏଡିଜିକୁ ଦେଖିବା ପାଇଁ। ଜଣେ ଗୋଡ଼ ଭାଙ୍ଗି ଯାଇ ତାକୁ ଟେକି ଟେକି ନେଇକି ଆଇଲୁ। କାଲି ଏଡିଜିଙ୍କ ପାଖକୁ ରାତିରେ ଯାଇଥିଲୁ ଆମେ। ସବୁ ପ୍ରକାର ଜିନିଷ ଦିଆହେଲା, ଭିଡ଼ିଓ ଫୁଟେଜ୍ ଦେଲୁ, ସବୁ ପ୍ରକାର ପ୍ରମାଣ, ଭଏସ୍ କଲ୍ ରେକର୍ଡ଼ିଂ ଦେଲୁ। କଲ୍ ରେକର୍ଡ଼ିଂ ଅଛି। ମାଡ଼ ଖାଉଛନ୍ତି ଲୋକ, ଏସ୍ପି କି ଫୋନ୍ କରୁଛନ୍ତି, ଏସ୍ପି କହୁଛନ୍ତି କ'ଣ ଘଣ୍ଟାଏ ମାଡ଼ ଖାଇଲେ ତ ମରିଯିବ, ଏ କଥା। ଏବଂ ଲୋକାଲ ଆଇଆଇସି ଜେନାପୁର ସିଏ କହୁଛନ୍ତି ଆଙ୍କର ଭିତରୁ 4-5 ଜଣ କିଏ ଉସ୍କେଇକି ଆରମ୍ଭ କରିଥିବେ ନା ଆଉ। ତ ମୋର କହିବା କଥା, ଜଣଙ୍କର ପ୍ରାଇଭେଟ୍ ପ୍ରପର୍ଟି, ସିଏ ରାଜନୀତି ପ୍ରଣବ ବଳବନ୍ତରେ ରାଜନୀତି କରୁଛନ୍ତି, ତାଙ୍କ ନିଜ ପ୍ରପର୍ଟି ଭିତରେ ନିଜ ଘରେ କ'ଣ ତାଙ୍କ ଲୋକଙ୍କୁ ଏଇଟା ଡିସେମ୍ବର ମାସ ଭୋଜି ଭାତ ଏଇଟା ଚାଲିବ। ତ ସେ ସ୍ତ୍ରୀ ଲୋକ, ତାଙ୍କ ଛୁଆ ପିଲା, ଅନ୍ୟମାନେ ସବୁ ଆସୁଛନ୍ତି, ଭୋଜି ଭାତ ହେଉଛି। ତ ତାମାନେ ଆମ ଭୋଜି ବି କରିବେନି। ତମେ ତମର ଯଦି ମଦ ପିଇଥିଲ, ତମେ ଯାଉଛ, ତମେ କୋଉଠି ଭୋଜି କରି ମଦ ପଦ ପିଇ ଗଲ, ତମେ ଏଠି ପଶିକି ବାଡ଼େଇବାର ମାନେଟା କ'ଣ? ଏମାନେ ତମର କ'ଣ କ୍ଷତି କଲେ? ଯଦି ବାଡ଼େଇଲ, ସ୍ତ୍ରୀ ଲୋକ 2 ଜଣ ବାଥରୁମ୍ ଭିତରେ ଡରିକି ପଶିଗଲେ, ବାଥରୁମ୍ ଭିତରେ ପଶି ତ ବାଡ଼େଇବ। ଜଣେ ଗୋଟେ ସ୍ତ୍ରୀ ଲୋକ ମାରୁଛନ୍ତି, ତା କାନ ମୁଣ୍ଡ ଫାଟି ଯାଇଛି, ତାର ଏଠୁ ବାହାରି ଯାଇଛି, ହେଲା କି? ତ ଇଏ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ଓଡ଼ିଆ ସ୍ତ୍ରୀ ଲୋକ ବାଡ଼େଇବା ପାଇଁ ତମକୁ କିଏ କହୁଛି? ତାପରେ ଏଇଟା ବାରମ୍ବାର ଅତୀତରେ ଧର୍ମଶାଳାରେ ବହୁତ ପ୍ରକାର ଏଇଭଳିଆ ଘଟଣା ହେଲାଣି। 3 ଥର 4 ଥର କୁହାଗଲାଣି। ଅତୀତରେ ଡିଜିକୁ କମିଶନ ସମୁଦ୍ର ଦିଆହେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ସେମାନେ ଗ୍ରହଣ କଲେ ନାହିଁ। ତ କାଲି ବିଧିବଦ୍ଧ ଆମେ ସବୁ ପ୍ରମାଣ ବି ଦେଲୁ। ଦେଲା ପରେ ମଧ୍ୟ ସେ କହିଛନ୍ତି ଆମେ ସକାଳ ସୁଦ୍ଧା କରିବୁ। ଏପର୍ଯ୍ୟନ୍ତ ଆପାତତଃ କିଛି ହେଇନି। ଯେତେବେଳେ ଆମେ ଏଡିଜିଙ୍କ ପାଖରେ ବାଲ୍ତିରେ ବସିଥିଲୁ, ଜାରକାରୁ ଫୋନ୍ ଆସୁଛି, ସେମାନେ ସେଠି ବସି ଧମକୁଛନ୍ତି, ତୋ ପୁଅ ଯାଇଛି ତ ଭୁବନେଶ୍ୱର ପୋଲିସ ଦେଖା କରିବାକୁ, ତମେ ବୁଢ଼ାବୁଢ଼ୀ, ତମ ମୁଣ୍ଡ ସଫା ହବ। ହେଲା, ପାଲଟା ଅଭିଯୋଗ ଆগে ଏଇଟା, ସେ ଯୋଉ ଶସ୍ତା ରାଜନୀତିର ମାନେ କିଛି ନାହିଁ। ମୁଁ ଅଭିଯୋଗ ଆପଣ ନାଁରେ ନା ଆପଣ ଆଣିବି, ଆପଣ ମୋ ନାଁରେ ଆଣିବି। ମୋ ପିଠି ଯୋଉ ଫଟେଇଛ ତାର ପ୍ରମାଣ କିଏ ଦବ? ତମ ଫଟା ପିଠି ବାହାର କର, ତମ ମୁଣ୍ଡ ଫଟା ବାହାର କର, ତା ପ୍ରମାଣ। ଅଭିଯୋଗ ଏଗୁଡ଼ା ସବୁ ଶସ୍ତା ରାଜନୀତି। ଆଜ୍ଞା, ମୁଁ ଆପଣଙ୍କ ବିରୁଦ୍ଧରେ କହିବି, ଆପଣ ମୋ ନାଁରେ କହିବେ, କିଏ କ'ଣ ଅପାଲଟା କହିବେ। କ'ଣ ପାଲଟା ଅଭିଯୋଗ? କ'ଣ ଅଭିଯୋଗ ଠିକ୍ ଅଛି? କ'ଣ କହୁଛନ୍ତି? ଆମେ କାହା ଘରେ ପଶି ମାଇଲୁ? ମୋ ଘର ଭିତରେ ମୋ ଲୋକ ଆଜି ଫିଷ୍ଟ କରି ଖାଉଛନ୍ତି, ଏକାଠି ବସୁଛନ୍ତି, ଛୋଟ ଛୁଆ, ସ୍ତ୍ରୀ ଲୋକ ସବୁ ଖାଉଛନ୍ତି। ପାଲଟା ଅଭିଯୋଗ କ'ଣ ଆଣିବ? ତମେ ଆ ଭିତରୁ ପଶିଲ କାହିଁ? ତମ ଏରିଆକୁ ଦେଖି ପଶିନାହାନ୍ତି। ତମେ ଆଉ ଜଣେ ଘର କୋଉଠି ସରକାରୀ ଜାଗାରେ, ଗଭର୍ଣ୍ଣମେଣ୍ଟ ଜାଗାରେ ତ କୋଉଠି ଫିଷ୍ଟ କରୁନାହାନ୍ତି, ଜଙ୍ଗଲ ଭିତରେ କରୁନାହାନ୍ତି, ଜଣଙ୍କ ପ୍ରାଇଭେଟ୍ ପ୍ରପର୍ଟି ଭିତରେ କରୁଛନ୍ତି। ପାଲଟା ଅଭିଯୋଗ କ'ଣଟା ଆଣିବ? ତମେ ତ ରାସ୍ତାରେ ତମେ ଯାଉଥିଲ, ତ ପଶିକି ଆଜି ବାଡ଼େଇଛ, ପାଲଟା ଅଭିଯୋଗ ଆଣିବ? କ'ଣ ଲୋକ ବୋକା? ଅତ୍ୟଧିକ ଆସ୍ପର୍ଦ୍ଧା ଆଉ କ'ଣ? ଖଣି ଚୋରି ପଇସା ପାଇଗଲେ, ନୂଆ ନୂଆ ଏମଏଲଏ ନୂଆ ପଇସା ପାଇଗଲେ, ସାହସ ବଢ଼ିଗଲା ଏବଂ ଉପରେ ପଛରେ ହାତ ରହିଲା, ପୋଲିସକୁ ପକେଟରେ ପୁରେଇଲେ ଏବଂ ଆଙ୍କର ଯେ ବିଜେପି ସରକାର ଟୋଟାଲି ଘଣ୍ଟ ଗୁଡ଼ି ରଖୁଛି ତାକୁ। ଥରକୁ 2 ଥର ହେଲା ପରେ 3 ଥର ହେଲା ପରେ ଆଜି ତ ଲୋକ କହୁଛନ୍ତି, କୋଉ ଜାଗାରେ ଆପଣ ଦେଖିଛନ୍ତି ମାଡ଼ଗୋଳ ହୁଏ, ହେଲା ପରେ ଯିଏ ମାଡ଼ ମାରିଥାଏ ହଠାତ୍ ଆପଣ ଖୋଜିବେ, ପୋଲିସ ସେ ଘରେ ଫେରାର ଅଛି, କୁଆଡ଼େ କୁହାଯାଏ ନା ନାହିଁ? ଏଠି ସେମାନେ ଆଜ୍ଞା ବଜାରରେ ଚା ପିଉଛନ୍ତି, ଘରେ ବଇଛନ୍ତି, ଯିଏ ମାଡ଼ ଖାଇଛନ୍ତି ସେ ଫେରାର ଅଛନ୍ତି। କି ଓଲଟା କଥା କହିଲେ, କି ଓଲଟା କଥା। ତେଣୁ ମୋ କହିବା କଥା, ବହୁତ ଥର ଆମେ ଅଭିଯୋଗ କରିସାରିଲୁଣି। ତେଣୁ ବିଜୁ ଜନତା ଦଳର ବହୁତ ବଡ଼, ସର୍ବାଧିକ ବଡ଼ ଆଞ୍ଚଳିକ ଦଳ, ଏବେ ବି ଗୋଟିଏ କର୍ମୀ ତାର, ଯେଉଁଦିନ ଆମେ ବାରମ୍ବାର ପୋଲିସକୁ ନ୍ୟାୟ ମାଗିଲା ପରେ ବି ନ ହେବ, ଯେଉଁଦିନ ଲୋକମାନେ ପ୍ରେସର କରିବେ ଆମେ ନ୍ୟାୟ ମାଗିବୁନି, ଆମେ ଆଇନ ଶୃଙ୍ଖଳା ହାତକୁ ନେବୁ, ତାପରେ କ'ଣ ହେବ? 50 ମାଡ଼ ଖାଇ ମୁଣ୍ଡ ଫଟାଫଟି ହେବ, 2-4ଟା ମର୍ଡର ହେଇଯିବ, ଏଇଟା ଜିନିଷ ତ ସେୟା ପୋଲିସ ଚାହୁଁଛି। ଆଉ ମରାମରି ସେମିତି ହେଲେ କ'ଣ ଛାଡ଼ିଦେବ କିଏ? କିନ୍ତୁ ଆମ ସଂସ୍କାର ସେଇଟା ନୁହଁ। ନେତା ଆମର କହିନାହାନ୍ତି, ଆମେ କେବେ କରିନୁ। 24 ବର୍ଷ ଶାସନ କରୁଛୁ, ଆମେ ସେଟା କରିନୁ। କିନ୍ତୁ ତା ମାନେ କ'ଣ? ପୋଲିସକୁ ବାରବାର କହିଲା ପରେ ନ ହେଇପାରିବ ତ ଆଇନ ଶୃଙ୍ଖଳା ହାତକୁ ନିଆହବ, ପୁଲିସ ଷ୍ଟେସନ ଦରକାର ପରେ ଜଣେଇ ଦିଆହବ, ସବୁ ହବ, ସଫଳ କରିବ, ଲୋକ କରିବେ, ସେୟା ତ ଚାଲିଛି। ଆମେ କ'ଣ କରିପାରିବୁ? ତା ମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆହବନି, ନ ନିଆହବ। ଆମେ କହୁନୁ ଲିଖୁ ସାପ ନୁହେଁ, ଯେଉଁମାନେ ବାଡ଼େଇଛନ୍ତି, ମୁଁ ତ କହୁନି ଲିଖୁ ସାପ ବାଡ଼େଇଛନ୍ତି, ତାଙ୍କ ଲୋକ ଯେଉଁ ଲୋକମାନେ ଏଗୁଡ଼ା କରିଛନ୍ତି ସେମାନଙ୍କୁ ଆରେଷ୍ଟ କରାଯାଉ। ଆମେ ତ ଲିଖୁ ସାପକୁ ଆରେଷ୍ଟ କରାଯାଉ କହିଲୁ। ମୁଁ ବ୍ୟକ୍ତିଗତ ମୁଁ ତ କହୁନି, ମୁଁ କହୁଛି ଯେଉଁମାନେ ମାରିଛନ୍ତି, ହାତ ଉଠେଇଛନ୍ତି, ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତ ଥରେ ନିଆଗଲେ କାଲି ସକାଳୁ ଆଉ ସେ ଲିଖୁ ସାହୁ କଥା କହିଥିବ ଯେ ମାର ବୋଲି ନାହିଁ, ଏମାନେ ଲିଖୁ ସାହୁ ନାଁ ନେଇକି ଲିଖୁ ଭାଇ ଆମର ଅଛି, ଆମର କିଏ କ'ଣ କରିବେ, ପୋଲିସ ଅଛି, କଥା ବୁଝିପାରିଲେ କି?
এই যে আসপতা ଲୋକମାନଙ୍କ ମନ ତାଙ୍କର ଯୋଉ ଗୁଣ୍ଡାମାନେ ମନ ଭିତରେ ପଶିବ ସାହସଟା ଏଇଟା ଭାଙ୍ଗି ଯାଆନ୍ତା ଏମାନେ ରାଜନୀତି କରିଦେବେନି ସଫା କରି ଯୋଜନା କରୁଛନ୍ତି ଆଉ ଏମିତି ହେଲେ କଣ ରାଜନୀତି ସବୁ ଲୋକ ଧୀରେ ଧୀରେ ସେଇ ତ କଥା ଚୁପ ବେଶୀ ଦିନ ରହିହେବନି ତେଣୁ ଆମେ ବର୍ତ୍ତମାନ ଆମ ନେତାଙ୍କୁ ଜଣେଇ ଦେଇଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ମାନ୍ୟବର ସଭାପତି ସିଏ ମଧ୍ୟ ଟ୍ୱିଟ୍ କରିଛନ୍ତି କିନ୍ତୁ ଯାହା ଆପଣ ଆଜି ସନ୍ଧ୍ୟା ସୁଦ୍ଧା ଜାଣିବେ।